ସେ ହେଉଛି ଓଡ଼ିଶାର ନୁହେଁ ଭାରତ ବର୍ଷର ଗୋଟେ ମୌରମଣି। ତାଙ୍କର ବିଷୟରେ ସମସ୍ତେ ଜାଣିଛ। ମୋର କହିବା ପୂର୍ବରୁ ସମସ୍ତେ ଜ୍ଞାନୀ ଜ୍ଞାନୀ ସବୁ ଜାଣିଛ। ବିଜୁ ଅଜା ବୋଲି ପରିଚିତ ହେଉଛି ଆମ ସବୁଆଡ଼େ। କିନ୍ତୁ ଦୁଃଖ ଲାଗୁଛି ଇ ଯେ ନାମକରଣ ଯେନ୍ ଆମର ପଞ୍ଚାୟତ ଦିବସ କରାହେଉଥିଲା ତାକେ ପରିବର୍ତ୍ତନ କରି ତାକୁ 15 ତାରିଖରେ ମାନେ କରିବା ପାଇଁ ଘୋଷଣା କରିଛ। କିନ୍ତୁ ସେ ଜାଣିବା କଥା ଯେ ପାୱାର ବଣ୍ଟନ ଯେ ବିଜୁ ପଟ୍ଟନାୟକ ସ୍ୱପ୍ନ ଦେଖିଥିଲେ ଯେ ତ ଓଡ଼ିଶାରେ ବିକଶିତ ହେବ ବେଲେ ଯେ ପାୱାରଟା ସେଣ୍ଟର ରହୁଛି କି ଦିଲ୍ଲୀ ରହୁଛି କି ଓଡ଼ିଶାରେ ରହୁଛି କି ଜିଲ୍ଲା ସ୍ତରରେ ରହୁଛି ତାକୁ ଆମେ ଗ୍ରାମାଞ୍ଚଳକୁ ନେଇଯିବା ତେବେ ବିକାଶ ନିଶ୍ଚୟ ହେବ। ଯେ ତ ଗ୍ରାମାଞ୍ଚଳ ସମସ୍ୟା ଲୋକପ୍ରତିନିଧିମାନଙ୍କ ମଧ୍ୟରୁ ଜିଲ୍ଲା ସ୍ତରକୁ ଆସିବେ। ଗ୍ରାମାଞ୍ଚଳରେ ଯାହା ସମସ୍ୟା ହେଉଛି ଜିଲ୍ଲାରେ ପହଞ୍ଚିବାକୁ ଆମକୁ ସୁବିଧା ହେବ। ତେଣୁକରି ପଞ୍ଚାୟତରାଜ ଜିଲ୍ଲା ପରିଷଦଙ୍କର ଗୋଟେ ନୂଆ ଯେ ମାନେ ପ୍ରତିନିଧି ସ୍ତର ନିର୍ମାଣ କରିଥିଲେ ଏବଂ ସରପଞ୍ଚ ସମିତି ସଭ୍ୟ ୱାର୍ଡ଼ ମେମ୍ବର ଗ୍ରାମରୁ ସହର ପର୍ଯ୍ୟନ୍ତ ଯେନ୍ ଯୋଜନା ମାନେ ପହଞ୍ଚି ପାରୁନଥିଲା ତାକୁ ପହଞ୍ଚାଇବା କାର୍ଯ୍ୟକାରୀ ହେଉଥିଲା। ସେହି ମହାନ ପୁରୁଷ ଯେ ଯୋଜନା କରିଥିଲେ ତାକୁ ପରିବର୍ତ୍ତନ କରି ଯେ ନୂଆ ଧାର୍ଯ୍ୟ କରୁଛନ୍ ସେଟା ଦୁଃଖଦାୟକ କଥା। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମର ଯିଏ ଅଛନ୍ ମୋହନ ମାଝୀ ମହୋଦୟ ଆପଣଙ୍କର ମୁଣ୍ଡରେ ବୁଦ୍ଧି ସୁଦ୍ଧି ଟିକେ କରୁନ୍ ଯେ ଯେନ୍ଟା ଭାବି ଚିନ୍ତି କରୁନ୍। ଆଜି ଅଛନ୍ କାଲକେ ପଳାବି ଆଜି ଅଛନ୍ ସମସ୍ତେ ମାନେ ହଉଛେ ଚିରସ୍ଥାୟୀ ନେଇଛେ ପଦବୀ ଯେନ୍ କାମ ନେଇ କରୁ ଯେ ଆପଣ ଓଡ଼ିଶାବାସୀ ଲଜ୍ଜିତ ହେବେ ଏବଂ ସବୁଦିନ ଆପଣଙ୍କ ନାଁଟା ଯେ ମୁଖ୍ୟମନ୍ତ୍ରୀ ବୋଲି ଯେ ଆମେ ଗର୍ବ ଅନୁଭବ କରୁ ଆଦିବାସୀ ମାନେ ଭାବୁଥିଲୁ ଆପଣଙ୍କୁ ଆମେ ବହୁତ ଦୁଃଖ ପ୍ରକାଶ କରମୁ ଯେ ଆପଣ ଗୋଟେ ହେନ୍ତା ଗୋଟେ ମୂର୍ଖିଆ ଗୋଟେ ମୁଖ୍ୟମନ୍ତ୍ରୀ ହେଇଥିଲେ ବୋଲି ଆମେ ସ୍ୱୀକାର କରବୁ। ତେଣୁକରି ଆମର ମୁଖ୍ୟମନ୍ତ୍ରୀ ମହୋଦୟକୁ ମୁଇଁ ଆମ ଆଦିବାସୀ ସମାଜ ତରଫରୁ ଆମେ ନିମନ୍ତ୍ରଣ ଆମକୁ ପ୍ରସ୍ତାବ ଦେଉଛୁ ଆପଣ ଏ ମହାପୁରୁଷକୁ ଆପଣ ମୁଣ୍ଡରେ ବସାନ୍ତୁ। ଆପଣ ଦେଖିବେ ଭବିଷ୍ୟତରେ ଓଡ଼ିଶାରେ ଆପଣଙ୍କ ନାଁ ଚିରସ୍ମରଣୀୟ ରହିବ ବୋଲିକି ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କଲି। ଧନ୍ୟବାଦ। ଧନ୍ୟବାଦ।